प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଏହି ସ୍ଥାନ ଅତି ସୁନ୍ଦର ସ୍ଥାନ ଅଟେ। ଏହା ଅଷ୍ଟ୍ରିଆ ଦେଶରେ ଅବସ୍ଥିତ, ଯାହାକି ୟୁରୋପ ମହାଦେଶର ଦେଶ ଅଟେ। ମୋ ପଛ ଭାଗରେ ଆପଣମାନେ ଯେଉଁ ପର୍ବତ ଅଞ୍ଚଳ ଦେଖୁଛନ୍ତି, ଏହାକୁ ଆଲ୍ପସ୍ ମାଉଣ୍ଟେନ୍ ବୋଲି କୁହାଯାଏ। ଏହାର ମଧ୍ୟରେ ଆପଣ ଗୃହକୁ ଦେଖିପାରିବେ। ଅନେକ ଗୃହଗୁଡ଼ିକ ଆପଣମାନେ ଏ ସ୍ଥାନରେ ଦେଖିପାରୁଅଛନ୍ତି। ମୁଁ ଈଶ୍ୱରଙ୍କ ସୃଷ୍ଟିକୁ ଅନାଇ ଅତ୍ୟନ୍ତ ଆନନ୍ଦିତ ଅଟେ। ବାସ୍ତବରେ ତାହା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଅଛି। ଯଦି ଈଶ୍ୱରଙ୍କ ଇଚ୍ଛା ହୁଏ ତେବେ ଆପଣ ମାନେ ମଧ୍ୟ ନିଶ୍ଚୟ ଏହି ସ୍ଥାନକୁ ଆସନ୍ତୁ, ପୁଣି ଏହାର ଦର୍ଶନ କରନ୍ତୁ, ପୁଣି ସୃଷ୍ଟିକର୍ତ୍ତା ଈଶ୍ୱରଙ୍କୁ ଧନ୍ୟବାଦ ଜ୍ଞାପନ କରନ୍ତୁ। ତେବେ ଆସନ୍ତୁ, ଆଜିର ବାକ୍ୟ କ'ଣ ରହିଛି ଆମେମାନେ ପଢ଼ିବା। ପ୍ରଥମ ବଂଶାବଳୀ 29 ଅଧ୍ୟାୟର 12 ପଦ। ତୁମ୍ଭଠାରୁ ଧନ ଓ ସମ୍ଭ୍ରମ ଆସେ, ଆଉ ତୁମ୍ଭେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ। ଏଠାରେ ଆମ୍ଭେମାନେ ଏହା ପଢ଼ିଲୁ, ଧନ ଓ ସମ୍ଭ୍ରମ ପରମେଶ୍ୱରଙ୍କ ଠାରୁ ଆସିଥାଏ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ରାଜା ଦାଉଦଙ୍କର ଏହି ପ୍ରାର୍ଥନା, ସେ ଏହା ସ୍ୱୀକାର କରୁଅଛନ୍ତି ଯେ ପରମେଶ୍ୱର ସର୍ବଦା ଧନ ଏବଂ ସମ୍ଭ୍ରମ ଆମମାନଙ୍କୁ ଦିଅନ୍ତି। ଏହା କେବଳ ତାଙ୍କଠାରୁ ହିଁ ଆସିଥାଏ। ଏହାକୁ ରାଜା ଦାଉଦ ଭଲ ଭାବରେ ବୁଝିପାରିଥିଲେ। ଏଥିପାଇଁ ସେ ଏହି ପ୍ରାର୍ଥନା କରୁଅଛନ୍ତି, ହେ ପ୍ରଭୁ, ଧନ ଓ ସମ୍ଭ୍ରମ କେବଳ ତୁମ୍ଭଠାରୁ ଆସିଥାଏ। ଜାଣନ୍ତି ପ୍ରଭୁଙ୍କ ଲୋକମାନେ, ରାଜା ଦାଉଦ ରାଜା ହେବା ପୂର୍ବରୁ ସେ ଗୋଟିଏ ମେଷ ପାଳକ ଥିଲେ। ପୁଣି ମେଷ ଚରାଉଥିବା ସମୟରେ ହିଁ ପ୍ରଭୁଙ୍କ ବିଶିଷ୍ଟ ଭବିଷ୍ୟତ ବକ୍ତା ତାଙ୍କ ଗ୍ରାମକୁ, ତାଙ୍କ ବାପାଙ୍କ ଗୃହକୁ ଆସିଲେ। ପୁଣି ସେ ତାଙ୍କ ପୁଅମାନଙ୍କୁ ଅଭିଷେକ କରିବା ନିମନ୍ତେ ଖୋଜିଲେ ଯେ ପରମେଶ୍ୱର କାହାରିକୁ ମନୋନୀତ କରିଅଛନ୍ତି। ସମସ୍ତଙ୍କୁ ଦେଖିବା ଉତ୍ତାରେ ପରମେଶ୍ୱର ସମସ୍ତଙ୍କୁ ମନା କରିଲେ, କିନ୍ତୁ ଯାହାଙ୍କୁ ପରମେଶ୍ୱର ରାଜା ସ୍ୱରୂପେ ନିଯୁକ୍ତ କରିବା ନିମନ୍ତେ ଇଚ୍ଛା କରିଥିଲେ, ସେହି ବ୍ୟକ୍ତି ଯେ କି ଦାଉଦ ଅଟନ୍ତି, ସେ ବାହାରେ ଅର୍ଥାତ୍ ପ୍ରାନ୍ତରରେ ମେଷ ଚରାଉଥିଲେ। ଏଣୁ ପ୍ରଭୁଙ୍କ ଦାସ ଭାବବାଦୀ ସେହି ପୁତ୍ର ଜଣଙ୍କୁ ଡକାଇ ପଠାଇଲେ, ପ୍ରଭୁଙ୍କ ଇଚ୍ଛା ଯେ ତୁମ୍ଭର କନିଷ୍ଠ ପୁତ୍ରଟିଏ ଏହି ଦେଶର ରାଜା ହେବେ। ପ୍ରଭୁଙ୍କ ଲୋକମାନେ, ଏହା ବାସ୍ତବରେ ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଅଟେ, ନୁହେଁ କି? ପ୍ରଭୁ ଯାହାକୁ ଇଚ୍ଛା କରନ୍ତି, ସେ ତାର ପରିସ୍ଥିତି ଯାହା ହେଉଥାଉ ନା କାହିଁକି, ପରମେଶ୍ୱର ତାଙ୍କୁ ନିଶ୍ଚୟ ଉନ୍ନତ ପ୍ରଦାନ କରିଥାନ୍ତି। ତାଙ୍କ ଜୀବନର ପ୍ରଗତିକୁ, ସଫଳତାକୁ କୌଣସି ବ୍ୟକ୍ତି କେତେ ଚେଷ୍ଟା କରିବା ପରେ ମଧ୍ୟ ତାହା ହାନି କରିପାରିବ ନାହିଁ, କିମ୍ବା ତାଙ୍କ ଦ୍ୱାରା ପରମେଶ୍ୱରଙ୍କ ଯୋଜନା ବିଫଳ କେବେ ମଧ୍ୟ ହୋଇପାରିବ ନାହିଁ। ଏଣୁ ପ୍ରଭୁଙ୍କ ଲୋକମାନେ, ଆମ୍ଭେମାନେ ଈଶ୍ୱରଙ୍କ ସର୍ବଶକ୍ତିମାନ ସର୍ବଭୌମ ଶକ୍ତିକୁ ନିହାତି ନିଶ୍ଚିତ ଭାବରେ ଏହି ଜୀବନ ଥାଉ ଥାଉ ଆମେମାନେ ବୁଝିବା ଦରକାର ରହିଛି। ପରମେଶ୍ୱରଙ୍କ ଠାରୁ ହିଁ ଆମମାନଙ୍କ ଜୀବନରେ ଉନ୍ନତି, ପୁଣି ମଙ୍ଗଳ, ପୁଣି ସମ୍ଭ୍ରମ ଆସିଥାଏ। ଏଣୁ ପ୍ରଭୁଙ୍କ ପ୍ରିୟ ଲୋକମାନେ, କେବଳ ପରମେଶ୍ୱର ହିଁ ଆମମାନଙ୍କ ଜୀବନରେ ଏହି ସମସ୍ତ ବିଷୟ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ, ଆମେମାନେ ଆପଣ ଜୀବନ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିବା, ପୁଣି ପ୍ରଭୁଙ୍କୁ କହିବା, ପ୍ରିୟ ପ୍ରଭୁ, କେବଳ ତୁମଠାରୁ ହିଁ ଧନ ଓ ସମ୍ଭ୍ରମ ଆସିଥାଏ। ଏଣୁ ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କର, କେବଳ ତୁମଠାରେ ଭରସା କରି ଏହି ଜଗତର ଜୀବନ ଅତିବାହିତ କରିବା ପାଇଁ। ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ ପିତା। ଆମେନ୍, ଆମେନ୍।